ନାରାୟଣ କଣ କଲେ ନା ତାକୁ ତା ସବୁ ମାରିଦେଲେ, ତା ଶବ ଉପରେ ଠିଆ ହେଇଗଲେ ତା ଶବ ଜାଗାରେ ଗୋଟେ ସୁନ୍ଦର ବାସ୍ନା ଗଛରେ ତିଆରି ହେଲା, ଗନ୍ଧ ବୃକ୍ଷ ବୋଲି କୁହାଯାଏ। ଆଚ୍ଛା ଗନ୍ଧ ହଁ ଦମି ଦୟଣା ଦମନକ, ଆଜ୍ଞା। ରାକ୍ଷସ ନାମ ଦମନକ। ଓ ରାକ୍ଷସ ନାଁ ଦମନକ। ଦମନକ କିନ୍ତୁ ଏଇ ଦମନକ ସାଙ୍ଗରେ ଆଉ ଜଣେ ସମ୍ପର୍କ ହେଲା କାମଦେବଙ୍କର, ରତି କାମଙ୍କର ହଉଛି ସମ୍ପର୍କ। ଏଇ ଦୟଣାଟା ହଉଛି କଲେ କାମ ଭାବ ଜାତ ହୁଏ। ଆଜି ମଧ୍ୟ ତାମିଲନାଡୁ, କର୍ଣ୍ଣାଟକ, କେରଳାରେ ତାଙ୍କ ଚଉଠି ରାତିରେ ଆମେ ଯେମିତି ରଜନୀଗନ୍ଧାରେ ବେଶ ସଜାଉ, ତାଙ୍କ ଦୟଣା ମଧ୍ୟ ନିହାତି ଦରକାର। ଆଚ୍ଛା ହଁ, ଶ୍ରୀମନ୍ଦିରଟି କନ୍ଦର୍ପ ପଟ୍ଟି ତାହେଲେ ଅଧିବାସ ଯୋଉ ହଉଛି ତା କଣ ସେଇ ଗୋଟେ କାମଦେବ ପୁରା କାମଦେବ କାମଦେବଙ୍କୁ କାମଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ। କାମଦେବ ହେଲେ ପଞ୍ଚଶର ପଞ୍ଚବାଣର ଅଧିପତି। ମନ୍ମଥ ଶବ୍ଦର କଣ? ମନକୁ ଯିଏ ମନ୍ଥନ କରେ, ମନକୁ ଯିଏ ମନ୍ଥନ କରେ। ମନ୍ମଥ ସେ। ହଁ ତେଣୁକରି କାମଦେବଙ୍କୁ ପୂଜା କରେ। କାମଦେବ ତ ସାକ୍ଷାତ ଭଗବାନଙ୍କ ପୁଅ ନା, ହଁ ହଁ ପ୍ରଦ୍ୟୁମ୍ନ ଯିଏ। ଆଜ୍ଞା। ତ ସେଥିପାଇଁ କାମଦେବଙ୍କର ପୂଜା କରାଯାଏ। କିନ୍ତୁ ଦୟଣା ଗଛର ଅଧିପତି ହେଲା କାମଦେବ ନିଜେ। ଓହୋ କାମଦେବଙ୍କ ମନ୍ତ୍ର ପଢା ହେଲେ ସେ ଗଛରୁ ଦୟଣା ଉପଡା ନହେଲେ ହେଇପାରିବନି। କିନ୍ତୁ ତୁଳସୀ ଚୟନ ପାଇଁ ମନ୍ତ୍ର ଅଛି, ଆଜ୍ଞା। କିନ୍ତୁ ଦୟଣା ଚୟନ ମନ୍ତ୍ର ହଉଛି କାମଦେବଙ୍କ ମନ୍ତ୍ରଟା। ଓହୋ ହଁ ହଁ ହଁ। ଓಂ କ୍ଲିଂ କାମାୟ ନମଃ। ଓଁ କ୍ଳିଂ କାମାୟ କନ୍ଦର୍ପାୟ ନମଃ। ହଁ, ଓಂ କନ୍ଦର୍ପାୟ ବିଦ୍ମହେ ପୁଷ୍ପବାଣାୟ ଧୀମହି ତନ୍ନୋ କାମ ପ୍ରଚୋଦୟାତ୍। କାମଦେବଙ୍କୁ ଡାକିକି ଦୟାଟି ଉପଡା ହେ। ତାଙ୍କ ପରମିଶନ ନେଲେ ହବ ନା ଆଉ। ଓହୋ। ତାଙ୍କ ମନ୍ତ୍ର ଗାୟତ୍ରୀ ମନ୍ତ୍ର 108 ଆହୁତି ଦିଆହବ। ତାଙ୍କ କନ୍ଦର୍ପ ହୋମ, ତାକୁ କନ୍ଦର୍ପ ହୋମ କୁହାଯାଏ। ଅଶୋକ ସେ ହୋମରେ ସମିତ ହଉଛି ଅଶୋକ କଳିକା, ଅଶୋକ କଢି ହେଉଛି ଘିଅରେ ବୁଡେଇ ସେ ହୋମରେ ପକା ହବ। ଓ ଯୋଉ କାମଦେବଙ୍କ 5ଟା ବାଣ ଅଛି, ସେଥିରେ ଅଶୋକ କଢ ବି ଭାଇ ଅଛି ନା? ହୁଁ, ଅଶୋକ ମୋହନ, ସ୍ତମ୍ଭନ, ମାରନ, ଉଚ୍ଚାଟନ, ତାପରେ କମ୍ପନ, ଅକମ୍ପନ ଆଉ 5ଟା ଆଉ। ଓହୋ, ମଲ୍ଲି ଆଉ ଫୁଲ ହଉଛି କଣ କଣ? ମଲ୍ଲି ମଲ୍ଲି, ଜାତି ଆମର ବଉଳ, ଆମ୍ବ ବଉଳ। ଆମ୍ବ ବଉଳ, ହୁଁ, ଚମ୍ପା ଗୋଟେ, ଚମ୍ପା, ଅଶୋକ ଅଶୋକ, ଆଉ ଇଏ ନୀଳପଦ୍ମ। ନୀଳପଦ୍ମ। ଦୟଣା ସେଥିରେ ନାହିଁ? ନା ନା ନା, ଦୟଣା ସେ ନିଜେ ପରା। ଓହ, ସେ ନିଜେ ହଉଛନ୍ତି ଦୟଣା। ଦମନକ ହଉଛି କନ୍ଦର୍ପଙ୍କର ଗୋଟେ ରୂପ ସେ। ଓ ଦମନକ ରାକ୍ଷସ ହଉଛି କନ୍ଦର୍ପଙ୍କର ଗୋଟେ ରୂପ। ରୂପ ସେ। ଓହୋ। ଶିବଙ୍କ ଇଏ ରହିଛି। ଆଉ କେତେଟା ପୁରାଣ କୁହନ୍ତି, ବିଷ୍ଣୁ ଧର୍ମପତ୍ର ପୁରାଣ ଅନୁସାରେ ଶିବ ଯୋଉ କନ୍ଦର୍ପକୁ ଭସ୍ମ କରିଥିଲେ, ସେ ଚିତା ଭସ୍ମରୁ କନ୍ଦର୍ପ ରାକ୍ଷସ ଜନ୍ମ। ସେ କନ୍ଦର୍ପ ରାକ୍ଷସ ଚିତା ଭସ୍ମରୁ ଜନ୍ମ ତାର। ସେ ଆଚ୍ଛା କନ୍ଦର୍ପ ଯୋଉ ଭସ୍ମ ହେଇଯାଇଥିଲେ, ସେ ହଁ ଭସ୍ମରୁ ଦୈତ୍ୟରେ ଜନ୍ମ। ରାମକୃଷ୍ଣ ଚୋରି କରିବାକୁ ଯାଆନ୍ତି, ଚୋରି ଆକ୍ଚୁଆଲି ରାମକୃଷ୍ଣ କରନ୍ତିନି। କରନ୍ତିନି। ନାଇଁ ନାଇଁ ନାଇଁ, ରାମକୃଷ୍ଣ ଯାଆନ୍ତି ଗଛ ଆଣିବା ପାଇଁ, ଆନୟନ କରିବା ପାଇଁ। ଓହୋ ହଁ। ଚୋରି କରନ୍ତି ମଦନ ମୋହନ। ମଦନ ମୋହନ ଚୋରି ମାନେ ସିଏ ଆଣିକି ଇଏ ଯୋଉ ଆଣିବେ, ସେ ଚୋରି କରିବେ, ସେ ଧରା ପଡିବେ, ଲଗେଇବେ ମହାପ୍ରଭୁ। ହଁ ମାନେ ରାମକୃଷ୍ଣ ଦୟଣା ରାମକୃଷ୍ଣ ଧରିକି ଆଣିକି ଆଇଲେ, ଆସିଲେ, ଦୟଣା ଆଣିକି ଆସିଲେ, ଭୋଗ ମଣ୍ଡପରେ ସେ ଅଧିବାସ ହେଇଗଲା। ପୋତା ହେଲା ହଁ, ବାଲିସଜାରେ। ବଡସିଂହାର ଆଜି ଡବଲ ବଡସିଂହାର ଆଜି। ହଁ ହଁ, ବଲ୍ଲଭ ବଡସିଂହାର ତାର ବଡସିଂହାର। ବଡସିଂହାର ସରିଲା ପରେ ମହାସ୍ନାନ ପୁଣି, ମହାସ୍ନାନ ନାହିଁ ବଡସିଂହାରେ, ଏଇ ବଲ୍ଲଭ ବଡସିଂହାର ହେଲେ ମହାସ୍ନାନ ନାହିଁ। ଓହୋ କି ହଁ ହଁ ଅଳକ୍ଷଣ ଲାଗି ନାହିଁ। ଇଏ ପ୍ରଥମ ବଡସିଂହାର ସରିଲେ ମଦନ ମୋହନ ଦେବୀ ଯିବେ ଆଗମନ ପାଇଁ ଭୋଗ ମଣ୍ଡପକୁ। ସେଠି ଦୟଣା ଚୋରି କରି ମଦନ ମୋହନ ହାତରୁ ବଇଁଶୀ କଢା ହବ, ଦୟଣା ସବୁ ତାଙ୍କ ହାତରେ ବନ୍ଧା ହବ।